যুবগোষ্ঠী পথভ্রষ্ট হবার মারাত্মক মাধ্যম হচ্ছে নিশা সেবন। নিশা সেবন হই সেমানে ঠিক রাস্তা ভুলি ভুল রাস্তায় গতি করছেন। পাশ্চাত্য সভ্যতার অনুকরণে হও কিংবা নিজের মানসিক অবসাদ দূর করা আଳରେ হও নিশাকে এক মাধ্যম রূপে আপনাই নেউଛନ୍ତି আজির যুব সমাজ। ଏହା ନିଶ୍ଚିତ ଭାବରେ ଆମ ସମାଜ ପାଇଁ କ୍ଷତିକାରକ। ନିଶା ରୂପୀ ରାକ୍ଷସ କବଳରେ ଆଜି ସମଗ୍ର ମାନବ ସମାଜ ମଦ, ଗଞ୍ଜେଇ, ଡ୍ରଗ୍ସ, ବ୍ରାଉନ୍ ସୁଗାର, ହେରୋଇନ୍, ଚରସ ଆଦି ବିଭିନ୍ନ ପ୍ରକାରର ନିଶା ସାଧାରଣ ଜନତା, ଖଟିଖିଆ, କୃଷକ, ଶ୍ରମିକ, ଯୁବକ ଯୁବତୀ, ଛାତ୍ରଛାତ୍ରୀ ଏବଂ ବଡ଼ ବଡ଼ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିମାନଙ୍କୁ ଆକ୍ରାନ୍ତ ଆଉ ଆସକ୍ତ କରିବାରେ ଲାଗିଛି। ଆଉ ଏ ନିଶା ଯୋଗୁଁ ସମାଜରେ ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏ ନିଶା ଯୋଗୁଁ ସମାଜ ଏବଂ ପରିବାରର ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଆମେରିକାର ଜଣେ ପ୍ରଖ୍ୟାତ ଚିକିତ୍ସକ ଏମ୍ ରବର୍ଟସନ୍ କହିଥିଲେ, ସମାଜରେ ଯଦି ଅଧା ବି ମଦ ଦୋକାନ ବନ୍ଦ ହେଇଯାଏ ତେବେ ଅଧା ଡାକ୍ତରଖାନା ଆଉ ଅଧା ଜେଲଖାନା ଆପେ ଆପେ ବନ୍ଦ ହେଇଯିବ। ତାହେଲେ ନିଶା ଆପଣ ନେବେ ନା ନେବେନି? ସେଇଥିପାଇଁ କୁହାଯାଏ ଆଜ୍ଞା, ମୃତ୍ୟୁର ନିକଟତମ ଆଉ ବିଶ୍ୱସ୍ତ ଦୂତ ହେଉଛି ନିଶା। ଯଦି ଆପଣମାନେ ନିଶା ଖାଉଛନ୍ତି ତେବେ ନିଶା